ପୟରେ ପଶୁଛି ଶରଣ କବିତାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବରରେ ଅଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ପ୍ରଶ୍ନର ମୂଲ୍ୟ 1 ନମ୍ବର। 4ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖିବ। କ ପ୍ରଶ୍ନ ଅଛି ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ କେଉଁ ଘରେ ଜାଳିଦେବା ଲାଗି ଉଦ୍ୟମ କରିଥିଲା? ଅପସନ୍ ଅଛି କୋଠ ଘରେ, ସୁବର୍ଣ୍ଣପୁରେ, ଜଉ ଘରେ, ଚାଳ ଘରେ। ଉତ୍ତର ହେଉଛି ଜଉ ଘରେ। ଖ ପ୍ରଶ୍ନ ଅଛି ଲୁଚାଇଲ କାୟା ଦେଖାଇଲ ମାୟା ଗୁପ୍ତରେ କଲ। ଲୁଚାଇଲ କାୟା ଦେଖାଇଲ ମାୟା ଗୁପ୍ତରେ କଲ। ଅପସନ୍ ଅଛି ତାରି, ମାରି, ପାରି, ହାରି। ଉତ୍ତର ହେଉଛି ପାରି। ଗ ପ୍ରଶ୍ନ ଅଛି ସତ୍ୟ ଓ ଧର୍ମ ମାର୍ଗରେ କ'ଣ କ୍ଷୟ ହୁଏ? ଅପସନ୍ ଅଛି ଦୟା, ବିପଦ, ଧର୍ମ, ସମ୍ପଦ। ଉତ୍ତର ହେଉଛି ବିପଦ। ଘ ନମ୍ବର ପ୍ରଶ୍ନ ଅଛି କଳଙ୍କ ଫିଟିଗଲେ ବ୍ୟକ୍ତି କ'ଣ ଉପଭୋଗ କରେ? ଅପସନ୍ ଅଛି ସାତ୍ତ୍ୱିକ, ଜଗତ ସୁଖ, ସ୍ୱର୍ଗ ସୁଖ, ସନ୍ତାନ ସୁଖ। ଉତ୍ତର ହେଉଛି ସାତ୍ତ୍ୱିକ। ମୁହଁରେ ଅଛି କାହାକୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି? ଅପସନ୍ ଅଛି ଗୁରୁଦେବ, ଦୁର୍ଯ୍ୟୋଧନ, ଅର୍ଜୁନ, ରାମଚନ୍ଦ୍ର। ଉତ୍ତର ହେଉଛି ଗୁରୁଦେବ। ଚ ପ୍ରଶ୍ନ ପ୍ରଭୁଙ୍କ ଶ୍ରୀ ଛାମୁରେ ମନ ଭିତରେ ଭୀମ ଭୋଇ କ'ଣ ଅର୍ପଣ କରିଛନ୍ତି? ଅପସନ୍ ଅଛି ପୂଜା ଫୁଲ, ଭୋଗ ସାମଗ୍ରୀ, ସେବା ଭକ୍ତି, କାବ୍ୟ କବିତା। ଉତ୍ତର ହେଉଛି ସେବା ଭକ୍ତି। ଛରେ ଅଛି ତ୍ରେତୟା ଯୁଗରେ ରାମ ଅଭିଷେକ ବେଳେ ଋଷିମାନେ କ'ଣ ଚାହିଁ ମୁଗ୍ଧ ହୋଇଥିଲେ? ଅପସନ୍ ଅଛି ବଳବୀର୍ଯ୍ୟ, ରୂପରାଶି, ପାଣ୍ଡିତ୍ୟ, ଧନ ସମ୍ପତ୍ତି। ଉତ୍ତର ହେଉଛି ରୂପରାଶି। ଜରେ ପ୍ରଶ୍ନ ଅଛି ରାମଚନ୍ଦ୍ର ଋଷିମାନଙ୍କ ମନୋବାଞ୍ଛା କିପରି ପୂର୍ଣ୍ଣ କଲେ? ଅପସନ୍ ଅଛି ଆଶୀର୍ବାଦ କରି, ମୋକ୍ଷଦାନ କରି, ବ୍ରଜ ନାରୀ କରି, ସ୍ୱର୍ଗପୁରକୁ ପଠାଇ। ଉତ୍ତର ହେଉଛି ବ୍ରଜ ନାରୀ କରି। ଝରେ ଅଛି ପ୍ରଶ୍ନ ହରି କ'ଣ କଲେ ଭୀମ ଭୋଇ ନିସ୍ତରୀ ଜୀବୀ ବୋଲି ବିଚାର କରିଛନ୍ତି? ଅପସନ୍ ଅଛି ଚାହିଁଦେଲେ, ଦେଖାଦେଲେ, ଛୁଇଁଦେଲେ, ପାଖକୁ ଆସିଲେ। ଉତ୍ତର ହେଉଛି ଚାହିଁଦେଲେ। ନିଅରେ ପ୍ରଶ୍ନ ଅଛି କାଳିନ୍ଦୀରେ ପଦ୍ମ ତୋଳିବା ବେଳେ କାଳୀ କୃଷ୍ଣଙ୍କୁ କେଉଁଠି ଦଂଶନ କଲା? ଅପସନ୍ ଅଛି ହାତ, ପାଦ, ମୁଣ୍ଡ, ପିଠି। ଉତ୍ତର ହେଉଛି ପାଦ। ଟରେ ପ୍ରଶ୍ନ ଅଛି କାଳୀ ନାଗର ଦୋଷ ପ୍ରଭୁ କାହିଁକି କ୍ଷମା କଲେ? ଅପସନ୍ ଅଛି ଦେବତାମାନେ କହିବାରୁ, କାଳୀ ସ୍ତୁତି କରିବାରୁ, ପାଦରେ ଶରଣ ଯିବାରୁ, ତ୍ରୁଟି ସ୍ୱୀକାର କରିବାରୁ। ଉତ୍ତର ହେଉଛି ପାଦରେ ଶରଣ ଯିବାରୁ। ଠରେ ପ୍ରଶ୍ନ ଅଛି ବିଷ୍ଣୁ ଦୂତମାନେ ଜରାସବରର କେଉଁ ଭାରାକୁ ଖଣ୍ଡନ କରି ବିଷ୍ଣୁପୁରକୁ ନେଇଗଲେ? ଅପସନ୍ ଅଛି ପାପ, ଅପରାଧ, ଦୋଷ, ଘାତ। ଉତ୍ତର ହେଉଛି ଅପରାଧ। ଡରେ ପ୍ରଶ୍ନ ଅଛି ନୀଳଗିରିବାସୀ ମଞ୍ଚରେ କେଉଁ ରୂପ ଧାରଣ କରିଛନ୍ତି? ଅପସନ୍ ଅଛି କୃଷ୍ଣ, ରାମ, ଯୋଗୀ, ମହିମା ସ୍ୱାମୀ। ଉତ୍ତର ହେଉଛି ଯୋଗୀ। ଢରେ ପ୍ରଶ୍ନ ଅଛି କବି ଭୀମ ଭୋଇ ପରିତ୍ରାଣ ପାଇଁ କାହାର ଆଶ୍ରୟ ନେଇଛନ୍ତି? ଅପସନ୍ ଅଛି ଜମିଦାର, ଭଗବାନ, ଶୂନ୍ୟବାନା, ରଜା। ଉତ୍ତର ହେଉଛି ଶୂନ୍ୟବାନା। ଅଣରେ ପ୍ରଶ୍ନ ଅଛି ବାଳୁତ ବୁଦ୍ଧି ଭୀମ ସଂସାର ସାଗର ପାର ହେବା ପାଇଁ କି ଉପାୟ ଅବଲମ୍ବନ କରିଛନ୍ତି? ଅପସନ୍ ଅଛି ଯୋଗ ସାଧନା, ଦାନ ପୁଣ୍ୟ,
ସାଧୁଜନଙ୍କ ପାଦ ସେବା, ବ୍ରତ ଉପବାସ। ଉତ୍ତର ହେଉଛି ସାଧୁଜନଙ୍କ ପାଦ ସେବା। ତରେ ପ୍ରଶ୍ନ ଅଛି, କାହାର ଦୟା ବିନା ଏ ଶରୀର ମୋକ୍ଷ ଲାଭ କରିପାରିବ ନାହିଁ? ଅପସନ୍ ଅଛି ଈଶ୍ୱର, ଗୁରୁଦେବ, ରାଜା, ପୁରୋହିତ। ଉତ୍ତର ହେଉଛି ଗୁରୁଦେବ। 2 ନମ୍ବର ପ୍ରଶ୍ନ ଅଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ, 1 ନମ୍ବର ବିଶିଷ୍ଟ ପ୍ରଶ୍ନ, ଗୋଟିଏ ବାକ୍ୟରେ ଉତ୍ତର ଦିଅ। କରେ ପ୍ରଶ୍ନ ଅଛି, ପୟରେ ପଶୁଛି ଶରଣ କବିତା ଭୀମ ଭୋଇଙ୍କର କେଉଁ ପୁସ୍ତକର କେଉଁ ବୋଲିରୁ ଉଦ୍ଧୃତ କରାଯାଇଛି? ଉତ୍ତର ହେଉଛି ସ୍ତୁତି ଚିନ୍ତାମଣି ପୁସ୍ତକ, ସପ୍ତଦଶ ବୋଲି। ପୟରେ ପଶୁଛି ଶରଣ କବିତା ଭୀମ ଭୋଇଙ୍କର ସ୍ତୁତି ଚିନ୍ତାମଣି ପୁସ୍ତକର ସପ୍ତଦଶ ବୋଲିରୁ ଉଦ୍ଧୃତ କରାଯାଇଛି। ଘରେ ପ୍ରଶ୍ନ ଅଛି, ପଞ୍ଚୁ ପାଣ୍ଡବଙ୍କୁ କିଏ ଜଉଘରେ ଭରି ଦେଇଥିଲା? ଉତ୍ତର ହେଉଛି ଦୁର୍ଯ୍ୟୋଧନ ରାଜା। ପଞ୍ଚୁ ପାଣ୍ଡବଙ୍କୁ ଦୁର୍ଯ୍ୟୋଧନ ରାଜା ଜଉଘରେ ଭରି ଦେଇଥିଲା। ଘରେ ପ୍ରଶ୍ନ ଅଛି, ଦୁର୍ଯ୍ୟୋଧନ କେଉଁମାନଙ୍କୁ ଜଉଘରେ ଭରି ଦେଇଥିଲା? ଉତ୍ତର ହେଉଛି ପଞ୍ଚୁ ପାଣ୍ଡବ। ଦୁର୍ଯ୍ୟୋଧନ ପଞ୍ଚୁ ପାଣ୍ଡବଙ୍କୁ ଜଉଘରେ ଭରି ଦେଇଥିଲା। ଘରେ ପ୍ରଶ୍ନ ଅଛି, କିଏ କାୟା ଲୁଚାଇ ମାୟା ଦେଖାଇଥିଲେ? ଉତ୍ତର ହେଉଛି ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ କାୟା ଲୁଚାଇ ମାୟା ଦେଖାଇଥିଲେ। ଉମରେ ପ୍ରଶ୍ନ ଅଛି, କାହାକୁ ଗୁପ୍ତରେ ପାରି କରି ଦିଆଯାଇଥିଲା? ଉତ୍ତର ହେଉଛି ପାଣ୍ଡବମାନଙ୍କୁ। ପାଣ୍ଡବମାନଙ୍କୁ ଗୁପ୍ତରେ ପାରି କରି ଦିଆଯାଇଥିଲା। ଚରେ ପ୍ରଶ୍ନ ଅଛି, କେଉଁ ମାର୍ଗରେ ବିପଦ କ୍ଷୟ ହୁଏ? ଉତ୍ତର ହେଉଛି ସତ୍ୟ ଧର୍ମ ମାର୍ଗରେ। ସତ୍ୟ ଧର୍ମ ମାର୍ଗରେ ବିପଦ କ୍ଷୟ ହୁଏ। ଜରେ ପ୍ରଶ୍ନ ଅଛି, କଳଙ୍କ ଫିଟିଗଲେ ବ୍ୟକ୍ତି କ'ଣ ଉପଭୋଗ କରେ? ଉତ୍ତର ହେଉଛି ସାତ୍ତ୍ୱିକ ଭାବ। କଳଙ୍କ ଫିଟିଗଲେ ବ୍ୟକ୍ତି ସାତ୍ତ୍ୱିକ ଭାବ ଉପଭୋଗ କରେ। ଝରେ ପ୍ରଶ୍ନ ଅଛି, ଭୀମ ଏକାନ୍ତରେ ପ୍ରଭୁଙ୍କୁ କ'ଣ ମାଗୁଣି କରିଛନ୍ତି? ଉତ୍ତର ହେଉଛି ମନର ଭାବନା ପୂରଣ ପାଇଁ। ଭୀମ ଏକାନ୍ତରେ ପ୍ରଭୁଙ୍କୁ ମନର ଭାବନା ପୂରଣ କରିବା ପାଇଁ ମାଗୁଣି କରିଛନ୍ତି। ନିଅରେ ପ୍ରଶ୍ନ ଅଛି, ପାଞ୍ଚାଳ ଦେଶରେ ଗୁପ୍ତରେ କିଏ ଲାଖ ପିନ୍ଧିଥିଲେ? ଉତ୍ତର ହେଉଛି ଅର୍ଜୁନ। ପାଞ୍ଚାଳ ଦେଶରେ ଗୁପ୍ତରେ ଅର୍ଜୁନ ଲାଖ ପିନ୍ଧିଥିଲେ। ତରେ ପ୍ରଶ୍ନ ଅଛି, ଅର୍ଜୁନ କେଉଁ ଦେଶରେ ଲାଖ ପିନ୍ଧିଥିଲେ? ଉତ୍ତର ହେଉଛି ପାଞ୍ଚାଳ। ଅର୍ଜୁନ ପାଞ୍ଚାଳ ଦେଶରେ ଲାଖ ପିନ୍ଧିଥିଲେ। ଠରେ ପ୍ରଶ୍ନ ଅଛି, କାହାକୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆଭରଣ କରାଯାଇଥିଲା? ଉତ୍ତର ହେଉଛି ପଞ୍ଚୁ ପାଣ୍ଡବଙ୍କୁ। ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆଭରଣ କରାଯାଇଥିଲା। ଡରେ ପ୍ରଶ୍ନ ଅଛି, କାହାକୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି? ଉତ୍ତର ହେଉଛି ଗୁରୁଦେବ ସ୍ୱାମୀ। ଗୁରୁଦେବ ସ୍ୱାମୀଙ୍କୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି। ଢରେ ପ୍ରଶ୍ନ ଅଛି, ଭୀମ ଭୋଇ କାହା ଛାମୁରେ ମାଗୁଣି କରିଛନ୍ତି? ଉତ୍ତର ହେଉଛି ଗୁରୁଦେବ ସ୍ୱାମୀଙ୍କ ପ୍ରଭୁ ଶ୍ରୀ ଛାମୁରେ। ଭୀମ ଭୋଇ ଗୁରୁଦେବ ସ୍ୱାମୀଙ୍କ ଶ୍ରୀ ଛାମୁରେ ମାଗୁଣି କରିଛନ୍ତି। ଣରେ ପ୍ରଶ୍ନ ଅଛି, ଭୀମ ଭୋଇ ସେବା ଓ ଭକ୍ତି କାହାକୁ ନିବେଦନ କରିଛନ୍ତି? ଉତ୍ତର ହେଉଛି ଗୁରୁଦେବଙ୍କୁ। ଭୀମ ଭୋଇ ସେବା ଓ ଭକ୍ତି ଗୁରୁଦେବଙ୍କୁ ନିବେଦନ କରିଛନ୍ତି। ଥରେ ପ୍ରଶ୍ନ ଅଛି, ତ୍ରେତୟା ଯୁଗରେ ରାମଙ୍କ ଅଭିଷେକ ବେଳେ ଋଷିମାନେ କ'ଣ କଳ୍ପନା କରିଥିଲେ? ଉତ୍ତର ହେଉଛି ରାମଚନ୍ଦ୍ରଙ୍କ ଅପୂର୍ବ ରୂପରାଶିକୁ। ତ୍ରେତୟା ଯୁଗରେ ରାମଙ୍କ ଅଭିଷେକ ବେଳେ ଋଷିମାନେ ରାମଚନ୍ଦ୍ରଙ୍କ ଅପୂର୍ବ ରୂପରାଶିକୁ କଳ୍ପନା କରିଥିଲେ। ଦରେ ପ୍ରଶ୍ନ ଅଛି, ଦ୍ୱାପରରେ କେଉଁମାନେ ବ୍ରଜନାରୀ ରୂପ ଗ୍ରହଣ କରିଥିଲେ? ଉତ୍ତର ହେଉଛି ତ୍ରେତୟା ଯୁଗର ଋଷିମାନେ। ଦ୍ୱାପରରେ ତ୍ରେତୟା ଯୁଗର ଋଷିମାନେ ବ୍ରଜନାରୀ ରୂପ ଗ୍ରହଣ କରିଥିଲେ। ଧରେ ପ୍ରଶ୍ନ ଅଛି, ବ୍ରଜନାରୀ କରି କିଏ କାହାର ମନୋବାଞ୍ଛା ପୂର୍ଣ୍ଣ କରିଥିଲେ? ଉତ୍ତର ହେଉଛି ରାମଚନ୍ଦ୍ର ସବୁ ଋଷିଙ୍କ। ବ୍ରଜନାରୀ କରି ରାମଚନ୍ଦ୍ର ସବୁ ଋଷିଙ୍କ ମନୋବାଞ୍ଛା ପୂରଣ କରିଥିଲେ। ନରେ ଅଛି, ହରି ଯଦି ଚାହିଁ ଦିଅନ୍ତି ଭୀମ ଭୋଇଙ୍କର କ'ଣ ହେବ ବୋଲି ନିବେଦନ କରିଛନ୍ତି? ଉତ୍ତର ହେଉଛି କରୁଣା ଜଳ ସାଗରେ ନିସ୍ତରି ଯିବେ।
ହରି ଯଦି ଚାହିଁ ଦିଅନ୍ତି ଭୀମ ଭୋଇ କରୁଣା ଜଳ ସାଗରେ ନିସ୍ତରେ ଯିବେ ବୋଲି ନିବେଦନ କରିଛନ୍ତି। ପରେ ଅଛି ପ୍ରଶ୍ନ କାହାର ଆଜ୍ଞାରେ ବେନୁପାଣି ପଦ୍ମପୁଷ୍ପ ତୋଳିବାକୁ ଯାଇଥିଲେ? ଉତ୍ତର ହେଉଛି କଂସ। କଂସର ଆଜ୍ଞାରେ ବେନୁପାଣି ପଦ୍ମପୁଷ୍ପ ତୋଳିବାକୁ ଯାଇଥିଲେ। ଫରେ ପ୍ରଶ୍ନ ଅଛି କେଉଁଠାରେ ବେନୁପାଣିଙ୍କ ପାଦରେ କାଳି ଦଂଶନ କରିଥିଲା? ଉତ୍ତର ହେଉଛି ଫୁଲ ଶଯ୍ୟାରେ ଶୟନ କରିଥିବା ସ୍ଥାନରେ। ଫୁଲ ଶଯ୍ୟାରେ ଶୟନ କରିଥିବା ସ୍ଥାନରେ ବେନୁପାଣିଙ୍କ ପାଦରେ କାଳି ଦଂଶନ କରିଥିଲା। ବରେ ପ୍ରଶ୍ନ ଅଛି ପ୍ରଭୁ କାଳୀକୁ କାହିଁକି କ୍ଷମା ପ୍ରଦାନ କରିଥିଲେ? ଉତ୍ତର ହେଉଛି କାଳୀ ଶରଣ ପଶିବାରୁ। କାଳୀ ଶରଣ ପଶିବାରୁ ପ୍ରଭୁ କାଳୀକୁ କ୍ଷମା ପ୍ରଦାନ କରିଥିଲେ। ବରେ ପ୍ରଶ୍ନ ଅଛି ଭୀମ ଭୋଇ ପାଦରେ ଶରଣ ପଶି କେଉଁ କଥା ବୁଝିବା ପାଇଁ ନିବେଦନ କରିଛନ୍ତି? ଉତ୍ତର ହେଉଛି ବିନତି କଥା। ଭୀମ ଭୋଇ ପାଦରେ ଶରଣ ପଶି ବିନତି କଥା ବୁଝିବା ପାଇଁ ନିବେଦନ କରୁଛନ୍ତି। ମରେ ପ୍ରଶ୍ନ ଅଛି ଜାରା କାହାର ଅଙ୍ଗରେ ଘାତ କରିଥିଲା? ଉତ୍ତର ହେଉଛି ଶ୍ରୀକୃଷ୍ଣଙ୍କ ଅଙ୍ଗରେ। ଜାରା ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଘାତ କରିଥିଲା। ଜରେ ପ୍ରଶ୍ନ ଅଛି ଜାରା ଅପରାଧ ଖଣ୍ଡନ କରି ପ୍ରଭୁ ତାକୁ କିପରି ସ୍ୱର୍ଗପଥ ନେଇଥିଲେ? ଉତ୍ତର ହେଉଛି ବିଷ୍ଣୁଦୂତ ପ୍ରେରଣ କରି। ଜାରା ଅପରାଧ ଖଣ୍ଡନ କରି ପ୍ରଭୁ ବିଷ୍ଣୁଦୂତ ପ୍ରେରଣ କରି ତାକୁ ସ୍ୱର୍ଗପଥ ନେଇଥିଲେ। ରରେ ପ୍ରଶ୍ନ ଅଛି ବିଷ୍ଣୁ ଦୂତମାନେ କାହାକୁ ସ୍ୱର୍ଗକୁ ନେଇଥିଲେ? ଉତ୍ତର ହେଉଛି ଜାରା। ବିଷ୍ଣୁ ଦୂତମାନେ ଜାରାକୁ ସ୍ୱର୍ଗକୁ ନେଇଥିଲେ। ଳରେ ପ୍ରଶ୍ନ ଅଛି ନୀଳଗିରିବାସୀ ମଞ୍ଚରେ କିପରି ଦେହ ଧାରଣ କରିଛନ୍ତି? ଉତ୍ତର ହେଉଛି ଯୋଗ ଲୟରେ ବସିଥିବା ପରି ଦେହ ଧାରଣ କରିଛନ୍ତି। ନୀଳଗିରିବାସୀ ମଞ୍ଚରେ ଯୋଗ ଲୟରେ ବସିଥିବା ପରି ଦେହ ଧାରଣ କରିଛନ୍ତି। ବରେ ପ୍ରଶ୍ନ ଅଛି ଭୀମ ଭୋଇ ନିଜକୁ ଜନ୍ମ ଜନ୍ମାନ୍ତର କ'ଣ ବୋଲି କହିଛନ୍ତି? ଉତ୍ତର ହେଉଛି ଦୋଷୀ। ଭୀମ ଭୋଇ ନିଜକୁ ଜନ୍ମ ଜନ୍ମାନ୍ତର ଦୋଷୀ ବୋଲି କହିଛନ୍ତି। ତାଲବେସରେ ପ୍ରଶ୍ନ ଅଛି ଭୀମ ଭୋଇ ଦୁଃଖରେ ପଡ଼ି କାହାର ଛାୟାକୁ ଆଶ୍ରା କରିଛନ୍ତି? ଉତ୍ତର ହେଉଛି ଶୂନ୍ୟବାନା। ଭୀମ ଭୋଇ ଦୁଃଖରେ ପଡ଼ି ଶୂନ୍ୟବାନାର ଛାୟାକୁ ଆଶ୍ରା କରିଛନ୍ତି। ମୁଧନେଶ୍ୱରରେ ପ୍ରଶ୍ନ ଅଛି ଭୀମ ଭୋଇ ସଂସାର ଦୁଃଖରୁ ତରିବାକୁ କାହାର ଆଶା ଓ ଭରସା କରିଛନ୍ତି? ଉତ୍ତର ହେଉଛି ମହିମା ଧର୍ମର। ଭୀମ ଭୋଇ ସଂସାର ଦୁଃଖରୁ ତରିବାକୁ ମହିମା ଧର୍ମର ଆଶା ଓ ଭରସା କରିଛନ୍ତି। ଦନ୍ତେଶ୍ୱରରେ ପ୍ରଶ୍ନ ଅଛି କେଉଁ ଜଳରୁ ତାରଣ ହେବାକୁ ଆଉ ବୁଦ୍ଧି ଦିଶୁନାହିଁ? ଉତ୍ତର ହେଉଛି କାରୁଣ୍ୟ ଜଳରୁ। କାରୁଣ୍ୟ ଜଳରୁ ତାରଣ ହେବାକୁ ଆଉ ବୁଦ୍ଧି ଦିଶୁନାହିଁ। ହରେ ପ୍ରଶ୍ନ ଅଛି କାରୁଣ୍ୟ ଜଳ କିପରି ପ୍ରବାହିତ ହେଉଛି ବୋଲି କବି ବର୍ଣ୍ଣନା କରିଛନ୍ତି? ଉତ୍ତର ହେଉଛି ଡାଳକୁ ସିଞ୍ଚାଡ଼ି ମୂଳକୁ ଉପାଡ଼ି ବହୁତ ଜୋରରେ। କାରୁଣ୍ୟ ଜଳ ଡାଳକୁ ସିଞ୍ଚାଡ଼ି ମୂଳକୁ ଉପାଡ଼ି ବହୁତ ଜୋରରେ ପ୍ରବାହିତ ହେଉଛି ବୋଲି କବି ବର୍ଣ୍ଣନା କରିଛନ୍ତି। କ୍ଷୟରେ ପ୍ରଶ୍ନ ଅଛି କବି କାହାର ପାଦ ଧରି ସଂସାର ସାଗର ପାରି ହେବାକୁ ଚାହିଁଛନ୍ତି? ଉତ୍ତର ହେଉଛି ସାଧୁଜନକ। କବି ସାଧୁଜନକ ପାଦ ଧରି ସଂସାର ସାଗର ପାରି ହେବାକୁ ଚାହିଁଛନ୍ତି। ୟରେ ପ୍ରଶ୍ନ ଅଛି କାହା ବିନା ଶରୀର ମୁଖ୍ୟ ହେବ ନାହିଁ? ଉତ୍ତର ହେଉଛି ଗୁରୁଦେବଙ୍କ ବିନା। ଗୁରୁଦେବଙ୍କ ବିନା ଶରୀର ମୁଖ୍ୟ ହେବ ନାହିଁ। ଛ ପ୍ରଶ୍ନ ହେଉଛି କିଏ ବିପଦକୁ କ୍ଷୟ କରନ୍ତି? ଉତ୍ତର ହେଉଛି ପରମବ୍ରହ୍ମ ପରମେଶ୍ୱର। ପରମବ୍ରହ୍ମ ପରମେଶ୍ୱର ବିପଦକୁ କ୍ଷୟ କରନ୍ତି। ତରେ ପ୍ରଶ୍ନ ଅଛି ଭୀମ ଭୋଇ କାହା ପାଖରେ ସମ୍ମାନ ରଖିବା ପାଇଁ ଅନୁରୋଧ କରିଛନ୍ତି? ଉତ୍ତର ହେଉଛି ଗୁରୁଦେବଙ୍କ ପାଖରେ। ଭୀମ ଭୋଇ ଗୁରୁଦେବଙ୍କ ପାଖରେ ସମ୍ମାନ ରଖିବା ପାଇଁ ଅନୁରୋଧ କରିଛନ୍ତି। ଭିଡ଼ିଓଟି ଭଲ ଲାଗିଥିଲେ ମୋର ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।